ମୌସୁମୀର ଲୁଚକାଳି ଖେଳରେ ଚାଷୀ ଚିନ୍ତାରେ। ମୌସୁମୀର ଲୁଚକାଳି ଖେଳରେ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଏବେ ଭଗବାନ ହିଁ ସାହା ଭରସା। ଗଜପତି ଜିଲ୍ଲାରେ ବର୍ତ୍ତମାନ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି। ଚାଷୀ ବର୍ତ୍ତମାନ ଖରିଫ ଋତୁ ସକାଶେ ଅକ୍ଷୟ ତୃତୀୟାଠାରୁ ଅନୁକୂଳ ହୋଇଥିଲା। ରଜ ପୂର୍ବରୁ ଓ ପରେ ଚାଷୀ ଧାନ ତଳି ପକାଇବା ସହ ଧାନ ବୁଣିବା ସହ ଚାଷୀ ତଳି ହେଲେ ଧାନ ରୋଇବ ଓ ବୁଣା ହୋଇଥିବା ଧାନ ଉଠି ସାରିଲାଣି। ତଳି ମଧ୍ୟ ଉଠିଲାଣି। କିନ୍ତୁ ବର୍ତ୍ତମାନ ମୌସୁମୀର ଲୁଚକାଳି ଖେଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ। କେବଳ ବର୍ଷା ନହେଲେ ଧାନ ତଳି ପଡ଼ିଯିବ, ଗଜାପ ହୋଇପାରିବ ନାହିଁ। ଚାଷୀ କେବଳ ଭଗବାନଙ୍କ ଭରସାରେ ରହିଛି। ତଳି ପକା ଯାଇଛି ଆଉ ବୁଣା ବହୁତ ଜାଗାରେ ବୁଣା ବି ପଡ଼ିଛି। ଆଉ ମୌସୁମୀର ଲୁଚକାଳିରେ ବର୍ଷା ତ ହେଉନି, ପୋଡ଼ିଯିବ ନା କ'ଣ ଅସୁବିଧା। ଆଉ ସାଗରରେ ବି ପାଣି ନାହିଁ। ଆଉ ବର୍ଷାର ମୌସୁମୀ ନଥିବା ଯୋଗୁଁ ବଡ଼ ହଇରାଣ ଚାଷୀ କୂଳ। ଆଉ ଦେଖିଲା ବେଳକୁ ମୌସୁମୀ ବର୍ଷା କିଛି ଆସୁନି। ଧାନ ଗଜା ମରୁଡ଼ି ହେଇଯିବ ବୋଲି ଆଶଙ୍କା ହେଉଛି। ଟିକେ ବର୍ଷା ହେଇଥିଲା ତ ଭଗବାନଙ୍କ ଉପରେ ନିର୍ଭର। ଆଉ ଆମର ଯେଉଁ କେନାଲଟା ମଧ୍ୟ ଅଛି, ରାମସାଗର ଦୁଇଟା ହାଇଲେଭ୍, ସେଇଟା ମଧ୍ୟ ଘାସ ପାଳ ହେଇଯାଇଛି। 2 ବର୍ଷ ହେଲା ସଫାସୁତୁରା ହେଇପାରୁନି। ସାଗରରେ ପାଣି ଅଛି ସିନା, ତଳି ଫଳି ମଡ଼େଇ ଗଲେ ମଧ୍ୟ ଆସିପାରୁନି। ବଡ଼ ଅସୁବିଧା।